ଜୟ ଜଗନ୍ନାଥ ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ। ଦେଖ ବର୍ତ୍ତମାନ ଆମେ ଦେଖିବା ସେଭେନ୍ଥ କ୍ଲାସ୍ ସାଇନ୍ସର ହେଲା ସାଇନ୍ସର ଚାପ୍ଟର 3 କୁ ଦେଖିବା। ତ ଚାପ୍ଟର 3 ବା ତୃତୀୟ ଅଧ୍ୟାୟରେ ଆସିବ ତମର ବିଦ୍ୟୁତ ଉପରେ, ଏହାର ପରିପଥ ଓ ଏହାର ଉପାଦାନ ବ୍ୟବହୃତ ଉପାଦାନ ଉପରେ ଆସିବ। ଠିକ ଅଛି, ତ ଚାଲ ବର୍ତ୍ତମାନ ଆମେ ବିଦ୍ୟୁତ କ'ଣ ପ୍ରଥମେ ଜାଣିବା। ବିଦ୍ୟୁତ তুমি ଜାଣିଛ ପ୍ରତିଦିନ ଘରେ ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ପାଇଁ ବ୍ୟବହାର କରୁଛ ହେଲା, ରୋଷେଇ ପାଇଁ ବ୍ୟବହାର କରୁଛ ହେଲା। ତ ସବୁ କ୍ଷେତ୍ରରେ ଆମର ବିଦ୍ୟୁତ ପ୍ରାୟ ଅଧିକାଂଶ କାମରେ ଲାଗିଥାଏ। ଯେମିତି କରେଣ୍ଟ ଫ୍ୟାନ୍ ଚାଲିବା ପାଇଁ ବିଦ୍ୟୁତ ବ୍ୟବହାର କରୁଛ। ତ ସେ ଉପରେ ଗୋଟେ ଆମେ ଦେଖିବା, ନିହାର ଓ ତାର ସହପାଠୀ ମାନେ କ'ଣ କଲେ ନା ହୀରାକୁଦ ନଦୀବନ୍ଧ ଦେଖିବା ପାଇଁ କି ଆଗ୍ରହ ପ୍ରକାଶ କରିଥିଲେ। ଉତ୍ସାହିତ ହେଲେ ସେମାନେ ସେଠାରେ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିବେ, ଯେଉଁଠାରେ କି ଜଳରୁ କ'ଣ ହୁଏ ନା ବିଦ୍ୟୁତ ଉତ୍ପାଦନ ହେଉଛି। ସେମାନେ ସେଠାରୁ ମହାନଦୀ କୂଳରେ ଅବସ୍ଥିତ ମା ସମଲେଶ୍ୱରୀ, ଘଣ୍ଟେଶ୍ୱରୀ ମନ୍ଦିର ତଥା ଦେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟ ପରିଦର୍ଶନ କରିବାକୁ ଯିବେ ବୋଲି ଆହୁରି ଖୁସି ହେଲେ। ଯାତ୍ରା ପୂର୍ବରୁ ବିଦ୍ୟୁତ ଶକ୍ତିର ବ୍ୟବହାର ବିଷୟରେ ସେମାନେ ଏକ ଦଳଗତ କାର୍ଯ୍ୟ ମଧ୍ୟ ପ୍ରସ୍ତୁତ କଲେ। ଏଥିପାଇଁ ସେମାନେ ସେମାନଙ୍କର ଘର, ବିଦ୍ୟାଳୟ, ପଡ଼ିଶା ଘର, ସହର ଓ ଶେଷରେ ଇଣ୍ଟରନେଟରେ ଖୋଜିବାରେ ଲାଗିଥିଲେ। ଆଶ୍ଚର୍ଯ୍ୟର କଥା ହେଲା ଯେ ସେମାନଙ୍କର ତାଲିକା ବଢ଼ି ବଢ଼ି ଚାଲିଲା। ସେମାନେ ବିଭିନ୍ନ ବ୍ୟବହାର ଗୁଡ଼ିକ ଅଲଗା ଅଲଗା କରିକି ଶୀର୍ଷକ ଅଧୀନରେ ତାଲିକାଭୁକ୍ତ ମଧ୍ୟ କଲେ। ତ ରନ୍ଧନରେ ଦେଖ ଆମର ବିଦ୍ୟୁତ କେଟେଲ ହେଲା, ଯୋଉଟାକି ପାଣି ଗରମ କରିବା ପାଇଁ, ମିକ୍ସଚର ଗ୍ରାଇଣ୍ଡର ଦେଖିଥିବ ହେଲା, ମିକ୍ସଚର ଗ୍ରାଇଣ୍ଡର ମାନେ ଯୋଉଟା ଆମର ଗ୍ରାଇଣ୍ଡର କହୁଛ ହେଲା, ଟୋଷ୍ଟର ହେଲା, ଟୋଷ୍ଟର ମାନେ ରୁଟି ଯୋଉ ଭାଜିବା ପାଇଁ, ଓଭନ, ମାଇକ୍ରୋଭେନ୍, ଏସବୁ ରନ୍ଧନ କାର୍ଯ୍ୟରେ ଆମର କ'ଣ ବିଦ୍ୟୁତ ବ୍ୟବହାର ହେଉଛି। ବିଦ୍ୟୁତ ଉପକରଣ ଆଲୋକୀକରଣରେ କ'ଣ ନା ଘର, ଅଫିସ, ଅଳି ରାସ୍ତା, ବଜାର, କଳକାରଖାନା ଏସବୁରେ ଲାଇଟ୍ ଲାଗିଥିବ ଦେଖିଥିବ, ଆଲୋକୀକରଣ ପାଇଁ ବ୍ୟବହାର ହେଲା। ଗମନାଗମନରେ ସେମିତି ଟ୍ରେନ୍, ବସ୍, କାର୍, ସ୍କୁଟର, ଲିଫ୍ଟ ହେଲା, ଏକ୍ସିଲେଟର ଏସବୁରେ କ'ଣ ହେଉଛି ନା ଗମନାଗମନରେ ଆମର ବ୍ୟବହାର ଦେଖିଥିବ। ଏକ୍ସିଲେଟର ଥିବ ବଡ଼ ବଡ଼ ଆମର ରେଲୱେ ଷ୍ଟେସନ ହଉ କିମ୍ବା ବଡ଼ ବଡ଼ ସହରରେ ବା ବଡ଼ ବଡ଼ ଆମର କ'ଣ ଲିଫ୍ଟ ବି ଥିବ ଗମନାଗମନ ପାଇଁ ହେଲା, ମଲ୍ ଜାଗାରେ ସବୁରେ ବ୍ୟବହାର ହେଉଛି ଆମର ବିଦ୍ୟୁତ। ତାପରେ ଗରମ ଆଉ ଥଣ୍ଡା କରିବା ପାଇଁ ପଙ୍ଖା, ରୁମ୍ ହିଟର, ଇମର୍ସନ ରଡ୍ ହେଲା, ତାପରେ ଗିଜର, ଫ୍ରିଜ, ଏୟାର କଣ୍ଡିସନର ସବୁ କ୍ଷେତ୍ରରେ ଆମର ବିଦ୍ୟୁତର ବ୍ୟବହାର ମଧ୍ୟ ହୋଇଥାଏ। ବୁଝିପାରିଲ। ନେକ୍ସଟ ଦେଖିବା ମନୋରଞ୍ଜନ କ୍ଷେତ୍ରରେ ରେଡିଓ, ଟେଲିଭିଜନରେ ଆମେ ବ୍ୟବହାର କରୁଛନ୍ତି କରେଣ୍ଟକୁ। ଯୋଗାଯୋଗ କ୍ଷେତ୍ରରେ ଯଦି ଦେଖିବା ମୋବାଇଲ ଫୋନ, ଇଣ୍ଟରନେଟ ଏସବୁରେ ମଧ୍ୟ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଆମେ ବିଦ୍ୟୁତକୁ ବ୍ୟବହାର କରୁଛେ। ଆଉ ଯଦି ଅନ୍ୟାନ୍ୟ କ୍ଷେତ୍ର କଥା ଦେଖିବା ୱାଟର ପମ୍ପ, କ୍ରେନ, କମ୍ପ୍ୟୁଟର ଏସବୁରେ ଆମର ବିଦ୍ୟୁତକୁ ବ୍ୟବହାର କରାଯାଉଛି ହେଲା। ୱାଟର ପମ୍ପ ଆଉ କ୍ରେନ ଆଉ କମ୍ପ୍ୟୁଟର ଏସବୁ କ୍ଷେତ୍ରରେ ମଧ୍ୟ ଆମେ ବ୍ୟବହାର କରୁଛେ ବିଦ୍ୟୁତ। ଠିକ ଅଛି। ନେକ୍ସଟ ଦେଖିବା ଆଉ କ'ଣ କୋଉଠି କୋଉଠି ବ୍ୟବହାର ହେଉଛି। ଏଇଟା ହେଉଛି ହୀରାକୁଦ ନଦୀବନ୍ଧ ଡ୍ୟାମଟା, ହୀରାକୁଦ ଡ୍ୟାମଟା ଦେଖିପାରୁଛ, ପାଣି କେମିତି ଆସୁଛି ଖସିକି ହେଲା। ନେକ୍ସଟ ଯିବା, ଦେଖ ଏଇଠି ହେଲା ତୁମେ ନିହାର ଓ ତାର ସାଙ୍ଗଙ୍କର ତାଲିକାରେ ଆଉ କିଛି ବ୍ୟବହାର ଯୋଡ଼ିକି ସାହାଯ୍ୟ କରିପାରିବ କି? ବିଦ୍ୟୁତ ବ୍ୟବହାର ବିଷୟରେ ଅନ୍ୟ କିଛି ପ୍ରସ୍ତାବ ଦିଆଯାଇଛି। ବିଦ୍ୟୁତ ବ୍ୟବହାର ଆମେ ଆଉ କୋଉଠି କରୁଛେ, ଟ୍ରେନରେ ବ୍ୟବହାର କରୁଛନ୍ତି ବିଦ୍ୟୁତ ଚାଲିବା ପାଇଁ, ଆଉ କୋଉଠି ବ୍ୟବହାର କରୁଛେ, ସପିଂ ମଲରେ ବ୍ୟବହାର କରୁଛନ୍ତି ନାଇଁ କି। ଆମେ ସବୁ ସମୟରେ ବିଦ୍ୟୁତର ବ୍ୟବହାର କରୁ। ଆସ ଏହି ବିଦ୍ୟୁତ ବିଷୟରେ ଆମେ ଅଧିକ ବର୍ତ୍ତମାନ ଜାଣିବା। ବିଦ୍ୟୁତ ବିଭିନ୍ନ ଉପାୟରେ ଉତ୍ପାଦିତ ହୋଇଥାଏ ବୋଲି ଆମେ ଜାଣିଛନ୍ତି। ଯଥା ଯଦି ଆମେ ଦେଖିବା ପବନ କଳରୁ ପବନ ଶକ୍ତି ବ୍ୟବହାର କରିବା, ସୌର ପ୍ୟାନେଲ ବ୍ୟବହାର ଦ୍ୱାରା ସୂର୍ଯ୍ୟଙ୍କ ରଶ୍ମିକୁ ଗ୍ରହଣ କରିକି ଜଳ ଶକ୍ତି ଦ୍ୱାରା ପ୍ରାକୃତିକ ଗ୍ୟାସ କିମ୍ବା କୋଇଲା ଦ୍ୱାରା କ'ଣ କରାଯାଏ, ଆମେ କିପରି ବିଦ୍ୟୁତ ଶକ୍ତି ବାହାର କରୁଛନ୍ତି ସେ ବିଷୟରେ ଆମେ ଆଗରୁ ଜାଣିଛେ। ଏହି ସବୁ ଉତ୍ସରୁ ବିଦ୍ୟୁତ ଉତ୍ପନ୍ନ ହୋଇକରି ପରିବାହୀ ତାର ମାଧ୍ୟମରେ କ'ଣ ହୁଏ ନା ବାସଗୃହ ଓ କଳକାରଖାନା ମାନଙ୍କୁ ସବୁ ଯୋଗାଇ ଦିଆଯାଇଥାଏ। ଉଦାହରଣ ସ୍ୱରୂପ ଯଦି ଆମେ ଦେଖିବା ଆମ ଘରେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଉପକରଣ ଇତ୍ୟାଦି ଗୁଡ଼ିକୁ ଚଳାଇବା ପାଇଁ ଆମେ କାନ୍ଥରେ ଥିବା ପ୍ଲଗ ଓ ସୁଇଚକୁ ବ୍ୟବହାର କରୁଛେ। ତଥାପି ଯଦି ଆମେ ଦେଖିବା ବିଦ୍ୟୁତ ବିଷୟରେ ଜାଣିବାକୁ ହେଲେ ଆମେ ବ୍ୟବହାର କରୁଥିବା ଏକ ସହଜରେ ନେବା ଆଣିବା କରି ହେଉଥିବା ବିଦ୍ୟୁତ ଉତ୍ସ ପ୍ରତି ଧ୍ୟାନ ଦେବା ଦରକାର। ଆସ ବର୍ତ୍ତମାନ ଟର୍ଚ୍ଚ ଲାଇଟ୍ ଭଳିଆ ଆମର ସାଧାରଣ ଯନ୍ତ୍ରରୁ ଆମେ କିପରି ବାହାର କରିବା ସେ ବିଷୟରେ ଦେଖିବା। ତାପରେ ଆସିବ ସତର୍କତା। ସତର୍କତା କ'ଣ କରିବାକୁ ପଡ଼ିବ? ଦେଖ ବିଦ୍ୟୁତ ବ୍ୟବହାର କରିବା ପୂର୍ବରୁ ସତର୍କତା କ'ଣ କରିବା। ବିଦ୍ୟୁତ ଖୁଣ୍ଟ ଏବଂ ଅନ୍ୟାନ୍ୟ ଉପକରଣ ଗୁଡ଼ିକ ଉପରେ ବିପଦ ସଂକେତ ଲୋକଙ୍କୁ ସତର୍କ କରାଇ ଦିଆଯାଏ ଯେ ଯଦି ଆମେ ସତର୍କତାର ସହିତ ବ୍ୟବହାର ନ କରିବା ତେବେ ବିଦ୍ୟୁତ ଆମ ପାଇଁ ବିପଦ ସୃଷ୍ଟି କରେ। ଆମେ ଦେଖିଥିବ ଯୋଡ଼ି ଖମ୍ବ ଜାଗାରେ ଯୋଉ ଯେତେବେଳେ ଆମର କ'ଣ ଥାଏ ଟ୍ରାନ୍ସଫର୍ମର ଥାଏ, ସେ ଟ୍ରାନ୍ସଫର୍ମର ପାଖରେ ଲେଖାହେଇଥିବ ଡେଞ୍ଜର, ଲେଖାହେଇଥିବ କି ତୁମ ଘର କିମ୍ବା ସ୍କୁଲରେ ହୋଇଥିବା ବିଦ୍ୟୁତ ଯୋଗାଣ ସହିତ କେହି ପରୀକ୍ଷା କରିବନି। ଏପରିକି ଛୋଟ ଛୋଟ ପୋର୍ଟାଲରେ ମଧ୍ୟ ଜେନେରେଟର ମଧ୍ୟ ବ୍ୟବହାର କରିକି ବିପଦ ସୃଷ୍ଟି କରିପାରେ। ତେଣୁ କୌଣସି ପରୀକ୍ଷଣ ପାଇଁ କେବଳ ଟର୍ଚ୍ଚ ଲାଇଟ୍, କାନ୍ଥ ଘଣ୍ଟା, ରେଡିଓ ଓ
रिमोट रे व्यवहृत होतिबा बैटरी को बा सेल को व्यवहार करि पारिबो बुझिला नले बहुत डेंजर एटा होची डेंजर अछि बुझिला नेसिबा नेस देखो तापर वर्तमान देखिबा गोटे टॉर्च लाइट कथा हला तुमे टॉर्च लाइट व्यवहार करथिबो जहा कि फ्लैश लाइट मध्ये कुआ जाय एटा फ्लैश लाइट मध्ये कुआ जाय वर्तमान देखिबा गोटे टॉर्च लाइट नेबा आ या को जतन सहित अनुध्यान करबा बा देखिबा तुमे एक लैंप ओ एक स्विच देखि पारुछ हला गोटे लैंप अछि आ गोटे स्विच अछि देखि पारुछ स्विच आगो को फसैले एटा आगो को आनले कोन हो ना अनुध्यान करिबो जे टॉर्च ता जळुछि कि हां त लिखिबो हां वर्तमान स्विच को पछ को फसाई मूल स्थानांतरण को आनो स्थान को आनिबो एवं टॉर्च को पर्यवेक्षण करो जळिबो कि तुमे निश्चय लक्ष्य करथिबो जे स्विच रो प्रथम स्थिति रे टॉर्च ता जळला एटा जळिबो तापर द्वितीय स्थिति रे जळिबो नाही त माने बंद हिया नै कि तापर देखो वर्तमान टॉर्च लाइट को खोली देबा पूरा खोल देबा ता भितरे कोन कहिले कोन देखिलो ता भितरे कोन थियो बैटरी थिबो टॉर्च लाइट भितरे तुमे दुई किबा तीनटा अधिक वैद्युतिक सेल देखो तो बैटरी तो नो सेटा को आउची सेल तो दुई रो अधिक कोन हमें देखिबा सेल से दुई बार ताठो अधिक सेल रो संयोग रे हमर बैटरी हिच हला गोटा को हमें बैटरी कहबा सेल कहबा भितरे गोटे गोटे सेल पड़थि तो टॉर्च लाइट तार स्विच रो गोटे स्थान रे थिले काहे की जळे हला तो गोटे स्थान रे थिले काहे जळे कारण कोन होय मुक्त परिपथ होय जाय मुदित होय जाय मुदित परिपथ होय हला तेन करी जळे नेक्स्ट देखिबा एटा देखो हमर देखिबा से देखो गोटे सरल विद्युत परिपथ हला सरल विद्युत परिपथ कथा देखिबा तो यदि सरल विद्युत परिपथ कथा देखिबा टॉर्च किपरि कार्य करे बुझिबा पई प्रथमे एही उपादान गुडी विषय प्रथमे जानिबा तो प्रथमे हम जानिबा विद्युत कोष कोन विद्युत कोष कहिले हमर जो बैटरी माने हमर जो टॉर्च लाइट भितरे पड़े छोटा गोटे गोटे विद्युत कोष कह जाय एटा गोटे गोटे विद्युत कोष बुझि पारलो देखि ता भितरे दीटा अग्र थाय युक्त अग्र आ गोटे विजुक्त अग्र गोटे पटे प्लस थिबो युक्त अग्रटा आ गोटे पटे थिबो माइनस सेटा हला विजुक्त अग्र बुझि पारलो तो देखो एक विद्युत कोष नबा एटा हला गोटे विद्युत कोष यंत्र सहित या चारि पाक जत्नर सहित ताको चारि पाक देखिबा देखो तुमे कोन विद्युत कोष ऊपर एक युक्त चिन्ह देखि परछो एटा हला युक्त अग्र एटा हला एवं विजुक्त चिन्ह गोटे माइनस चिन्ह गोटे देखि परछो हला हा गोटे मुंडरे एक धातव टोपी लागि छि एटा धातव टोपी और अन्य मुंडरे हला चटका धातव पदार्थ एटा हला चटका धातव पदार्थ एटा हला धातव मुंडी बा टोपी हला तो युक्त अग्र रे हमर धातव टोपीडी थिबो आ विजुक्त अग्र रे थिबो हमर कोन चटका धातव पदार्थ हले बा धातव हला धातव पितल हला उठथिबो धातव गोटे रस गोटे विद्युत कोष रे दुईटी अग्र थाय गोटे युक्त अग्र आ गोटे विजुक्त अग्र हमें नेउथिबा विद्युत कोष धातु टोपी होछि वैद्युतिक कोष रो युक्त अग्र एटा धातु टोपीटा होछि युक्त अग्र बा आउ गोटे अछि चटका धातव पदार्थ जोटा कि विजुक्त अग्र ए पछपटा होछि विजुक्त अग्र माइनस विद्युत कोष होछि सहज रे नेबा आनिबा करि होथिबा बा पोर्टेबल विद्युत शक्ति रो उत्स एटा हम कोन करबे गोटे जगह अन्य जगह मध्ये हम चाहिए कोन करि परिया नै परिया बुझ परला नेक्स्ट छिबा तापर वर्तमान देखिबा बैटरी कोन हला अनेक गुडी कोषर समाहार रे बैटरी गठित होइता एटा तुम सब बळे मन एक टॉर्च रे हम साधारणतः देखिथिबो गोटे रो अधिक कोष व्यवहार करछे से गुडी को कोन कोनोसी निर्दिष्ट क्रम रखा जाउची क्रम रे हम जानछे एटा क्रम रखा जाउची तो देखो एटा हला बैटरी ए पूरा संयोगटा को एटा गोटे गोटे कोष हला चारटा कोष मिसी के एटा हेची बैटरी बुझि परलो एटा भी दीटा कोष दुई रु अधिक हला माने एटा हला बैटरी दीटा रु अधिक कोष मिसी के होची बैटरी बुझिला दुई कोष दुईटी कोष व्यवहार करूथिबा एक टॉर्च नियो एहार कोष रे कोष थिबा कोठरी को खोल एवं कोष गुडी को बाहर करबा हला एटा दीटा अछि हला तो प्रथमे कोष गुडी को गोटिक पछरे आ गोटे विपरीत दिग रखी के स्विच ऑन कर विपरीत दिग रखिबा देखो एटे युक्त अग्र अछि आर जो विजुक्त अग्र पछकू युक्त अग्र को जोड़िबा ए भडा हला आ टोपीटा पछपटे देखे आर जो धातव अछि ता तळको धातव टोपीटा देबा हला देखि हम ताको रखिबा जळिबो कि नै जळिबो टॉर्च जळुथिया समय रे टॉर्च रे कोष गुडी को को क्रम रे रखा जाय थाए एबे देखो को क्रम रे रखा जाउछि युक्त अग्र सहित युक्त अग्र एडी एडी विजुक्त अग्र ला गोटे विजुक्त अग्र को यार गोटे युक्त अग्र लागिथिबो हला तो चित्र 3 रे देखा जाउथिबा क्रम रे कोष गुडी को रखले टॉर्च टी जळिबो एम्ति रखले टॉर्च टी जळिबो दुईटी कोषर अग्र किपरि संयुक्त होइछि ताकू लक्ष्य करो देखिछो गोटे कोषर युक्त अग्र अन्य कोषर विजुक्त अग्र सहित संयुक्त हेले ही टॉर्च टी जळे
ଦୁଇ କିମ୍ବା ଅଧିକ କୋଷର ଏହିପରି ସଂଯୋଗକୁ ହିଁ କୁହାଯାଏ ବ୍ୟାଟେରୀ। ଏଟା ପୁରା ଦିଟାର କିମ୍ବା ତାଠୁ ଅଧିକ ଯୋଡି ହେଲେ ଯାଇକି ଆମେ ତାକୁ କହିବା ବ୍ୟାଟେରୀ। ବୁଝିଗଲା? ନେକ୍ସଟ ଯିବା ହେଲା। ଏ ଦେଖ ଦୁଇଟି କୋଷ, କ ରେ ଅଛି ଦିଟା କୋଷ, ଖ ରେ ଅଛି ଚାରିଟା କୋଷ। ଦିଟା ଏଇଟାକୁ ବ୍ୟାଟେରୀ କହିବା, ଏଇଟାକୁ ବି ସଂଯୋଗଟାକୁ ବି ବ୍ୟାଟେରୀ କହିବା। ବୁଝିଗଲା? ନେକ୍ସଟ ଦେଖିବା। ତାପରେ ଦେଖ ଅନେକ ସମୟରେ ଯନ୍ତ୍ର ଉପକରଣ ପାଇଁ ଆମେ ହୁଏତ ଗୋଟିଏରୁ ଅଧିକ କୋଷକୁ ବ୍ୟବହାର କରୁଛେ। ତେଣୁ ଚିତ୍ର 3.3 ଭଳିଆ ଦୁଇ କିମ୍ବା ଅଧିକ କୋଷକୁ ଏକାଠି ସଂଯୋଗ କରୁ। ଆଉ ଗୋଟିଏରୁ ଅଧିକ କୋଷ ଯେତେବେଳେ ସଂଯୋଗ ହେଇଯିବା ଦ୍ୱାରା ଆମର ସେଇ ସଂଯୋଗଟାକୁ କହୁଛି ବ୍ୟାଟେରୀ ହେଲା। ଉପକରଣ ଗୁଡ଼ିକୁ ଅଧିକ ସମୟ ଧରି ଅଧିକ ଶକ୍ତି ମଧ୍ୟ ଯୋଗାଇଥାଏ। ଅଧିକ ଆମେ ଦେଖିଥିବ ଟର୍ଚ୍ଚ ଲାଇଟରେ ଦୁଇରୁ ଅଧିକ ସେଲ୍ ଥାଉଛି ବା କୋଷ ଥାଉଛି, ଆଉ ତେଣୁକରି ଅଧିକ ସମୟ ପର୍ଯ୍ୟନ୍ତ ଯାଉଛି, ବର୍ଷେ 2 ବର୍ଷ ପର୍ଯ୍ୟନ୍ତ ଚାର୍ଜ ଯାଉଛି ନାଇଁ କି। ଆଉ ବ୍ୟାଟେରୀ ଆଲୁଅ ମଧ୍ୟ ଅଧିକ ହବ। ଟର୍ଚ୍ଚ ଚିତ୍ତାକର୍ଷକ ତଥ୍ୟ, ଗୋଟେ ସେଲ୍ ବା କୋଷକୁ ଆମେ ସାଧାରଣତଃ ବ୍ୟାଟେରୀ ବୋଲି କହୁଛନ୍ତି। ଗୋଟେ ସେଲ୍ ବା ଗୋଟେ କୋଷକୁ ଆମେ କହୁଛନ୍ତି ବ୍ୟାଟେରୀ ବୋଲି। ଆମର ମୋବାଇଲ ଫୋନକୁ ଶକ୍ତି ଦେଉଥିବା ଗୋଟେ ସେଲ୍ ପାଇଁ ମଧ୍ୟ ଆମେ ବ୍ୟାଟେରୀ ଶବ୍ଦ ହିଁ ବ୍ୟବହାର କରୁ। ଆମେ ଯୋଉ ମୋବାଇଲରେ ବ୍ୟବହାର ହଉଛି ସେଇଟାକୁ ବି ଆମେ ଗୋଟେ ବ୍ୟାଟେରୀ ବୋଲି କହୁ, କିନ୍ତୁ ସେଟା ବ୍ୟାଟେରୀ ନୁହଁ, ସେଟା ଗୋଟେ ସେଲ୍ ହେଲା। ଅନେକ ଗୁଡ଼ିଏ ସେଲ୍ ମିଶିକି ବ୍ୟାଟେରୀ ତିଆରି ହୁଏ। ତାପରେ ନେକ୍ସଟ ଦେଖିବା ବିଦ୍ୟୁତ ବତୀକଣ ବା ଉଜ୍ଜଳ ଲ୍ୟାମ୍ପ ହେଲା। ବୁଝିଲା କି ନାଇଁ? ଇନକାଣ୍ଡେସେଣ୍ଟ ଲ୍ୟାମ୍ପ ଯୋଉଟା ହେଲା। ଏହି କାର୍ଯ୍ୟକଳାପ ପାଇଁ ତୁମେ କଣ କରିବ ନା ଗୋଟେ ଟର୍ଚ୍ଚ ସହିତ ଗୋଟେ ଦୀପ୍ତିମାନ ବତୀ ବା ବଲ୍ବକୁ ବ୍ୟବହାର କରିବ। ପୁରୁଣା ଟର୍ଚ୍ଚ ସହିତ ଏଇଭଳି ବତୀ ମଧ୍ୟ ବ୍ୟବହାର କରିପାରିବ। ତୁମେ ତୁମ ଶିକ୍ଷକଙ୍କ ସହାୟତାରେ କଣ କରିବ, ନିଶ୍ଚିତ ହବ ଯେ ଟର୍ଚ୍ଚରେ ଏହି ପ୍ରକାର ବଲ୍ବ ବ୍ୟବହାର ହୋଇଛି ନା ନାହିଁ। ଦେଖ ଟର୍ଚ୍ଚରେ ଏମିତି ବ୍ୟବହାର ହେଇଛି। ତ ଏ ଭିତରେ ଯୋଉ ଟର୍ଚ୍ଚଟି ଅଛି, ଦେଖ ଟର୍ଚ୍ଚ ଗୋଟେ ନେଇଛେ ଏବଂ ତାର ବତୀକୁ କାଢିଛନ୍ତି, ବତୀକି କାଢା ହେଇଛି ବାହାରକୁ। ତୁମେ କଣ ଦେଖୁଛ ନା ବତୀଟାରେ କଣ କଣ କିଛି ଜିନିଷ ଅଛି। କଣ କଣ ଅଛି ନା ଏମିତି ଦେଖିଥିବ ଗୋଟେ ସିରିଞ୍ଜ ମାନେ କଣ ସ୍ପ୍ରିଙ୍ଗ ଭଳିଆ ଥିବ, ସେଟାକୁ କୁହାଯାଉଛି ଫିଲାମେଣ୍ଟ ହେଲା। ଏମିତି ଥିବ, ଏ ଆକାର ଥିବ। ଦେଖ ଏଇଟା ହେଲା ଫିଲାମେଣ୍ଟ ହେଲା। ତାପରେ ଦେଖ କାଚ ବଲ୍ବ, ଉପରେ ଯୋଉଟା ଥିବ ଏଇଟା କାଚ ବଲ୍ବ। ତାପରେ ମୋଟା ତାର, ଏ ଭିତରେ ମୋଟା ତାର ଦିଟା ଥିବ, ଏଇଟା ହେଲା ମୋଟା ତାର ଦିଟା। ତାପରେ ଦେଖ ବିଦ୍ୟୁତ ରୋଧୀ ଏଠି ଥିବ ରେଜିଷ୍ଟର ହେଲା। ବିଦ୍ୟୁତ ରୋଧୀ କୋଉଟା, ଏଇଟା ହେଲା ବିଦ୍ୟୁତ ରୋଧୀ ହେଲା, ବିଦ୍ୟୁତ ରୋଧୀ। ନେକ୍ସଟ ଦେଖ ଆଉ କଣ ଥିବ ନା ମୋଟା ତାର ଥିବ ଭିତରେ, ମୋଟା ତାର ବି ଅଛି। ତାପରେ ବିଦ୍ୟୁତ ରୋଧୀ ହେଲା। ତାପରେ ବିଦ୍ୟୁତ ରୋଧୀ ଏ ତଳେ ବି ଗୋଟେ ବିଦ୍ୟୁତ ରୋଧୀ ଥିବ ଏଇଠି ହେଲା। ତାପରେ ଧାତବ ଖୋଳ ଏ ଉପରେ ଥିବ, ଏଠି ଯେତିକ କୁହାଯାଉଛି ଧାତବ ଖୋଳ ହେଲା। ଧାତବ ଶୀର୍ଷ ମାନେ ଟୋପି ଭଳିଆ ଥିବ ଯୋଉ, ଏଇଟା ଧାତବ ଶୀର୍ଷ। ବୁଝିପାରିଲ? ତ ଏବେ ଦେଖ ଟର୍ଚ୍ଚରେ ବ୍ୟବହୃତ ବଲ୍ବ। ଟର୍ଚ୍ଚ ନେଇଛେ, ତୁମେ କଣ କାଚ ବଲ୍ବ ମଝିରେ ସରୁ ପତଳା ତାର ଲାଗିଥିବା ଲକ୍ଷ୍ୟ କରୁଛ କି? ହଁ, ଆମେ କାଚ ବଲ୍ବ ମଝିରେ ଗୋଟେ ସରୁ ପତଳା ତାର ଲାଗିଛି କି ନାଇଁ? ପତଳା ତାର ଲାଗିଛି କି ନାହିଁ? ମୋଟା ତାର ଲାଗିଛି ଦିଟା ନାଇଁ କି? ନାହିଁ, ମୋଟା ତାର ଲାଗିବା ଦେଖୁଛ ନାଇଁ କି? ବର୍ତ୍ତମାନ ଟର୍ଚ୍ଚକୁ ଜଳେଇବ। ବଲ୍ବର କୋଉ ଅଂଶ ଜଳୁଛି, କୋଉ ଅଂଶଟା ଜଳିବ? ଏ ଫିଲାମେଣ୍ଟଟା ଜଳିବ ହେଲା। ତ ବଲ୍ବ ମଝିରେ ଥିବା ପତଳା ତାର ଦୀପ୍ତିମାନ ହୋଇ ଆଲୋକ ପ୍ରଦାନ କରୁଛି। ହଁ, ଏଇଟା ହଁ ଲେଖିବ ହେଲା। ଏଇଟା ମୋଟା ତାର ଦେଇଛି, ଏଠି କିନ୍ତୁ ପତଳା ତାର ବି ଅଛି ହେଲା। ତ ଏହି ସରୁ ପତଳା ତାରକୁ ବଲ୍ବର ଫିଲାମେଣ୍ଟ ବୋଲି କୁହାଯାଏ। ଏଟାକୁ ହିଁ କୁହାଯାଏ, ପୁରାଟାକୁ କୁହାଯାଉଛି ଫିଲାମେଣ୍ଟ ହେଲା। ବୁଝିପାରିଲ? ତାପରେ ନେକ୍ସଟ ଦେଖ ବଲ୍ବଟିକୁ ନେଇ ଆମେ ଶିକ୍ଷକଙ୍କ ସହାୟତାରେ କଣ କରିବା, ନିରୀକ୍ଷଣ କରିକି ଫିଲାମେଣ୍ଟ ବଲ୍ବରେ କିପରି ଲାଗେ ଦେଖିବା। ଫିଲାମେଣ୍ଟଟି ଦୁଇଟି ମୋଟା ତାର ସହିତ ସଂଯୁକ୍ତ କରାଯାଇଛି। ଦେଖ ଗରେ, ଚିତ୍ର ଗରେ ଦେଖ ଏଠି ହେଲା। ତ କରେ ଦେଖ, କ ମାନେ ଏଇଟା ହେଲା। ଏଇଟା ଦେଖ ଗୋଟେ ମୋଟା ତାର ବଲ୍ବର କଡ଼ରେ ଥିବା ଧାତବ ଖୋଳ ସହିତ ଏବଂ ଅନ୍ୟଟି ତଳ କେନ୍ଦ୍ରରେ ଥିବା ଧାତବ ଶୀର୍ଷ ସହିତ ସଂଯୋଗ ହେଇଛି। କଣ କହିଛି ନା ଗୋଟେ ଦେଖ ଏମିତି ସଂଯୋଗ ହେଇଥିବ, ଗୋଟେ ତାର ହେଇଛି କଡ଼ରେ ଥିବା ଧାତବ ହେଲା, କୋଉଠି ସଂଯୋଗ ହେଇଛି? ଧାତବ ଖୋଳ ସହିତ ସଂଯୋଗ ହେଇଛି, ଏଇ ଯୋଉ ଆ ସହିତ ହେଲା ସଂଯୋଗ ହେଇଛି। ଆଉ ଗୋଟେ କୋଉଠି ସଂଯୋଗ ହେଇଛି ନା ଅନ୍ୟଟି ଧାତବ ଶୀର୍ଷ ସହିତ ସଂଯୋଗ ହେଇଛି। ଧାତବ ଶୀର୍ଷ ମାନେ ଏଇଟା, ଏ ଅଗ ସହିତ ଦେଖିପାରୁଛ ଚିତ୍ରଟା। ଏଇଠି ଗୋଟେ କନେକ୍ସନ ହେଇଛି, ଏଇଠୁ ତଳୁ ଗୋଟେ ଆସିଛି କନେକ୍ସନ ହେଇଛି। ବୁଝିପାରିଲ? ବତୀ ସହ ସଂଯୁକ୍ତ ଏହି ଦୁଇଟି ତାର ଏପରି ରଖାଯାଇଛି ଯେପରିକି ପରସ୍ପରକୁ ଆଦୌ ସ୍ପର୍ଶ କରିବେ ନାହିଁ। ଆଗେ ଦି ଜଣ ପରସ୍ପର ଟିକେ ଛାଡ ଅଛି, ଏ ଆଡେ ଅଛି, ଏ ଆଡେ ଅଛି, କିନ୍ତୁ ମଝିରେ ଗ୍ୟାପ୍ ଅଛି ହେଲା। କାରଣ ଫ୍ୟୁଜ୍ ହେଇଯିବ। ବଲ୍ବର ଫିଲାମେଣ୍ଟ ହିଁ ଉତ୍ତପ୍ତ ହେବା ସହିତ ଦୀପ୍ତିମାନ ହୋଇକି ଆଲୋକ ସୃଷ୍ଟି ହୁଏ। ଯେତେବେଳେ ବଲ୍ବର ଫିଲାମେଣ୍ଟଟା ଜଳେ, ଉତ୍ତପ୍ତ ଗରମ ହେଇଗଲେ ସିଏ ଆମକୁ ଆଲୋକ ଯୋଗେଇ ଥାଏ। ବୁଝିପାରିଲ? ନେକ୍ସଟ ଦେଖିବା। କିନ୍ତୁ ମୋ ଟର୍ଚ୍ଚରେ ଅଲଗା ପ୍ରକାର ଲ୍ୟାମ୍ପ ଅଛି। ଦେଖ ବାସ୍ତବିକ ଏହା ଟର୍ଚ୍ଚରୁ ବାହାର କରିହେବ ନାହିଁ, କାରଣ ଏହା ଟର୍ଚ୍ଚ ସହିତ ଦୃଢ ଭାବରେ ସଂଯୁକ୍ତ ହୋଇ ରହିଛି। ଆଉ କିଛି ଟର୍ଚ୍ଚ ଅଛି ଯୋଉଟାକି ଆମେ ସହଜରେ ଫିକ୍ସ ହେଇକି ଥାଉଛି, ତେଣୁକରି ଆମେ ତାହିରୁ କାଢିପାରିବା ନାହିଁ ବୋଲି ସେ କହୁଛି। ବୁଝିଲା କି ନାହିଁ? ନେକ୍ସଟ ଯିବା। ଦେନ୍ ଦେଖିବା ଏଲଇଡି ବଲ୍ବ ବା ଏଲଇଡି ବଲ୍ବ କଣ?
आजिकल तुम देखि व्यवहार होता अधिकांश टर्च रे और अन्य उपकरण गुड़िक देखि तापदीप्त बल्ब रे बल्ब बदल रे आम कौन कर आलोक निर्गतकारी डायोड बा एलईडी लाइट एमिटिंग डायोड जोड़ा कहूँ लैंप व्यवहार होची जहाँकि आम चित्र 3.5 देखुचे देखुछ 3.5 एटा आम कौन कर जो लाइट बदल रे आम कौन कर एलईडी लाइट व्यवहार कर बुझे कि नहीं कारण कम करेन्ट आसो नेक्स्ट देख आस पर्यवेक्षण करेंगे एटा गोटे गोटे कहूँ एलईडी बल्ब विभिन्न रंगर एलईडी बल्ब मिलता है मार्केट में देख कौन सी रंगर एलईडी बल्ब आम गोटे नेबा आ लक्ष्य करवा यार भीतर कौन सी फिलामेंट अच्छी कि देखुच कि फिलामेंट आ भितर थिबार तुम देखिपर ना अच्छी किंतु ए भितर तुम देखिपर ना एलईडी सहित संलग्न दुईटी तारर दैर्घ्य लक्ष्य कर ये अच्छी गोटे अन्य अपेक्षा अधिक लंब हो देखिए एलईडी जो तारटा गोटे देख यहाँ लंबा है 8 है बुझला कि नहीं नेक्स्ट तापदीप्त बल्ब परी एलईडी रे फिलामेंट नहीं सेमानंकर मध्य दुईटी अग्र अच्छी किंतु गोटे जुक्तात्मक एवं लंबा सहित तार सहित संलग्न और अन्यटी विजुक्तात्मक एवं छोट तार सहित संयुक्त अच्छा से कहूँ जे जुक्तात्मक अग्रटा लंबा तार सहित संयुक्त है जुक्त अग्र ये जो जुक्त अग्रटा लंबा तार सहित प्लसटा एट लगे माइनसटा जाकि एट लगे है बुझीगला दीटा अग्र तापर देख विद्युत कोष बैटेरी एवं विद्युत बत्ती विषय आम जानले आम बर्तमान एक विद्युत कोष कि बैटेरी व्यवहार करके आम केमती टर्च लाइट जलाई पारिबा से विषय जानले देख तापर नेक्स्ट देख बैटेरी व्यवहार करके विद्युत बत्ती आम जलाइबा है आस बर्तमान तैयारी करबा है बैटेरी व्यवहार करके कौन करिया विद्युत बत्ती जलाइबा तो तार माने हम कौन करिया पड़िबो ना गोटे विद्युत सेल नेबा है टर्च रे व्यवहृत एक दीप्ति तापदीप्त बल्ब गोटे नेबा एक सेल धारक नेबा होल्डर सेल धारक माने होल्डर है बत्ती धारक गोटे नेबा है बल्ब होल्डर नेबा आउ 4 खंड तार नेबा देखुछ एमती तार जेमती नैछि है ए तार 4 खंड तार ए तार है बुझिला तो प्रत्येक तारर उभय प्रांतरू प्राय 1 सेमी प्लास्टिक आवरण खोलिकी धातु को बाहर करदवा एमती प्लास्टिक आवरण काटदवा है तापर देखो चित्र 3.7 क दर्शाई भाया से धारकर दुई अग्र को सहित दुईटी तार लगेगा ये दीटा अग्र सहित दीटा तार लगेगा ये युक्त अग्र गोटे लगेगा और विजुक्त अग्र गोटे लगेगा है तापर कौन करिया देखो ना दुईटी तार संलग्न थिबा एक विद्युत सेल धारक भितर एक विद्युत सेल ग वैद्युतिक टेप व्यवहार करके एक विद्युत सेल सहित संलग्न तार गुड़िक संलग्न करिया देखो एमती करके कौन करियो ये संलग्न करिया माने लगेई देबा है तापर कौन हबो ना धारक सेल टी को एपरी भाव रखा जमीक यार विजुक्त अग्र धारकर स्प्रिंग पार्श्वाड़ को थी जदि एक सेल धारकर उपलब्धि न थाए तेरे वैद्युतिक टेप व्यवहार करके दुईटी तार को आम सेल सहित जोड़ी पारिबा है तो चित्र 3.8 क देखा जाउथिबा परिया है बल्ब धारकर स्क्रू सहित दुईटी तार संलग्न करवा धारक धीरे धीरे कौन हम ना बुलेकरी धारक लैंप को संजोग करवा जदि एक बत्ती धारक उपलब्ध न थाए तेबे बत्तीर दुईटी प्रांत रे दुईटी तार संलग्न करने वैद्युतिक टेप व्यवहार करवा ये वैद्युतिक टेप व्यवहार करि परिबा ए जगह है जदि एमती होल्डर नथिबा है बुझिला नेक्स्ट देखिबा देखो ये टेप व्यवहार कराई है होल्डर एमती नथिले है टेप व्यवहार कर बुझिला ना नेक्स्ट बर्तमान कौन करवा ना आलोक सृष्टि करने सेल को बल्ब सहित जोड़ा है सेल को कौन करवा बल्ब सहित जोड़ा आम यह कार्य को दुईटी भाग में कर पूर्वानुमान एवं पर्यवेक्षण बल्ब एवं सेल को किपर संजोग कर तार किसी उपाय सारणी 3.1 दिया प्रत्येक व्यवस्था बत्ती जलिब कि ना पूर्वानुमान करवा एवं सारणी 3.1 तुम पूर्वानुमान लिखा अच्छी बर्तमान बल्ब और सेल संजोग करवा एवं बल्ब जलुची कि ना पर्यवेक्षण करा सारणी 3.1 तुम पर्यवेक्षण लिखा पर्यवेक्षण करवा जो बल्ब गुड़िक जलिब से ऊपर काच को हलदिया रंग कर तो भाया कर देख कौन द्रव्यष्ट परिपथ में बत्ती जलुवर प्रदर्शित होना देख बत्ती जलिया प्रचेषा देख विद्युत कोष और बल्ब से कही कौन कौन परिपथ में बत्ती जलुवर प्रदर्शित होना मैंने तुम कर जलिब कि ना जलिब कि नहीं चलिब है जलिब जलिब है बत्ती जलिब कारण पर्यवेक्षण कौन जलिला
ହେଲା। ପର୍ଯ୍ୟବେକ୍ଷଣ ମାନେ କଣ ଦେଖିଲେ ଆମେ ଏଟା ଅନୁମାନ କରି କହିଲେ ଜଳିବ ବୋଲି, ଏଟା ଲଗେଇଲା ପରେ କଣ ହେଲା ଜଳିଲା, ଲଗେଇଲା ପରେ ଜଳିଲା ହେଲା। ତାପରେ ନେକ୍ସଟ ଦେଖ ଏଠି ଦେଲା ଦେଖ ଏଠି ଜଳିବ କି, ଏଠି ଜଳିବ ନାହିଁ, ଜଳିବ ନାହିଁ ହେଲା। ଏଠି ଲେଖିବ ଜଳିଲା ନାହିଁ ହେଲା। ତାପରେ ସେମିତି ଏଇଠି ଦେଖ ଏଠି ବି ଜଳିବନି କାରଣ ଏଟା କନେକ୍ଟ ହେଇନି, ଏଟା ବି ଜଳିବ ନାହିଁ ହେଲା। ଏଠି ଲେଖିବ ଜଳିଲା ନା, ବୁଝିଗଲା। ନେକ୍ସଟ ଦେଖ ଏଠି ଜଳିବ କି, ଏଠି ବି କନେକ୍ସନ ନାହିଁ, ଏଟା ବି ଜଳିବ ନାହିଁ, ଜଳିବ ନାହିଁ। ଏଠି ଲେଖିବ ଜଳିଲା ନାହିଁ, ବୁଝିଗଲା। ନେକ୍ସଟ ଦେଖ ଏଠି ବି ଜଳିବ ନାହିଁ କାରଣ କନେକ୍ସନ ନାହିଁ ହେଲା। ଦେଖ এই ওয়াইটটা খালি ଅଛି ହେଲା, ଛାଡି ଯାଇଛି। ଏଠି ଲେଖିବ ଜଳିଲା ନାହିଁ ହେଲା। ନେକ୍ସଟ ଦେଖ ଏଇଠି କିନ୍ତୁ ଜଳିବ ହେଲା, ଜଳିଲା ବା ଜଳିବ ହେଲା, ଏଠି ଜଳିଲା ହେଲା, ଏମିତି ଲେଖିଦବ। ନେକ୍ସଟ ଯିବା। ତାପରେ ନେକ୍ସଟ ଦେଖ ସାରଣୀ 3.1ର କ୍ରମିକ ନମ୍ବର 1 ଓ 6 ବ୍ୟବସ୍ଥାରେ ବଲ୍ବ ଜଳିବ ଏବଂ ଅନ୍ୟ ସବୁ ବ୍ୟବସ୍ଥାରେ ଜଳିବ ନାହିଁ। ଯୋଉଥିରେ କି ବଲ୍ବ ଜଳି ପାରିବ ସେଇ ସବୁ ବ୍ୟବସ୍ଥାରେ ଯତ୍ନ ସହିତ ଦେଖ, ଜଳୁ ନଥିବା ବ୍ୟବସ୍ଥାର ସହିତ ତୁଳନା କରିବ। ଏହାର କାରଣ ତୁମେ ଜାଣିପାରିବ ହେଲା। 1 ଓ 6 ବ୍ୟବସ୍ଥାରେ ବଲ୍ବ ଜଳିବ ଆଉ କୋଉଟାରେ ଜଳିବ ନାହିଁ, ମୁଁ ତୁମକୁ କହିସାରିଛି ହେଲା। 1 ଓ 6 ଦେଖ, ଦେଖ 1 ଜଳିବ ଆଉ 6 ଜଳିବ ହେଲା, ଆଉ କୌଣସି ବ୍ୟବସ୍ଥାରେ ଜଳିବ ନାହିଁ। ତାପରେ ଦେଖ ଗୋଟେ ବିଦ୍ୟୁତ ପରିପଥ, ଏଟା ଗୋଟେ ବିଦ୍ୟୁତ ପରିପଥ ଦେଖ, এটা ଦେଖିପାରୁଛୁ ହେଲା ବିଦ୍ୟୁତ ପରିପଥ, କାରଣ ଏଠି ବ୍ୟାଟେରୀ ବି ଅଛି ହେଲା, କନେକ୍ସନ ବି ଠିକ ଅଛି। ତାପରେ ଏଠି କଣ ହେଇଛି ଲାଇଟ ବି ଜଳୁଛି ହେଲା। ତ ଚିତ୍ର 3.9ରେ ହେଲା ଦେଖାଯାଉଥିବା ପରି ବତି ବା ବଲ୍ବର ହେଲା ଦୁଇ ଅଗ୍ର ଯଥାକ୍ରମେ ସେଲର ଦୁଇ ଅଗ୍ର ସହ ଉପଯୁକ୍ତ ଭାବରେ ସଂଯୁକ୍ତ ହେଲେ ବଲ୍ବଟି ଜଳିଥାଏ। ଏବେ ବଲ୍ବଟି ଜଳୁଛି। ଏହି ବ୍ୟବସ୍ଥା ଏକ ବିଦ୍ୟୁତ ପରିପଥ ସୃଷ୍ଟି କରୁଛି ଯାହାକି ବଲ୍ବ ମଧ୍ୟ ଦେଇକି ବିଦ୍ୟୁତ ସ୍ରୋତର ପ୍ରବାହ ନିମିତ୍ତ ହେଲା ପଥ ସମ୍ପୂର୍ଣ୍ଣ କରେ। କେବଳ ବିଦ୍ୟୁତ ସ୍ରୋତ ବିଦ୍ୟୁତ ପରିପଥରେ ପ୍ରବାହିତ ହେଲେ ହିଁ ବଲ୍ବଟି ଜଳେ ହେଲା। ବିଦ୍ୟୁତ ପରିପଥରେ ଯେତେବେଳେ ବିଦ୍ୟୁତ ସ୍ରୋତଟା ଯିବ ହେଲା, এটা ଯଦି ପୁରା ଫ୍ରି ହେଇଛି ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲା ତା ମାନେ ବଲ୍ବଟା ଯାଇକି ଜଳେ ହେଲା। ନିଶ୍ଚିତ ଏକ ବୈଦ୍ୟୁତିକ ପରିପଥ ଦେଖିଲେ, ଏକ ବିଦ୍ୟୁତ ପରିପଥରେ ବିଦ୍ୟୁତ ପ୍ରବାହର ଦିଗ ବିଦ୍ୟୁତ ସେଲର ଯୁକ୍ତ ଅଗ୍ରରୁ ବିଯୁକ୍ତ ଅଗ୍ରକୁ ହୋଇଥାଏ ହେଲା। ସବୁବେଳେ କୁଆଡେ କୁଆଡେ ହେଇଥାଏ ନା ଯୁକ୍ତରୁ ବିଯୁକ୍ତ ଆଡକୁ ହେଇଥାଏ ଫ୍ଲୋଟା ହେଲା, ଇଆଡୁ ଇଆଡେ ଫ୍ଲୋ ହେଇଥାଏ ହେଲା, ବୁଝିଲା କି ନାଇଁ। ତ ଯେତେବେଳେ ବିଦ୍ୟୁତ ବତୀ ଓ ସେଲର ଉଭୟ ଅଗ୍ର ପରିବାହୀ ତାର ଦ୍ୱାରା ସଂଯୁକ୍ତ ଭାବରେ ଉପଯୁକ୍ତ ଭାବରେ ସଂଯୁକ୍ତ କରାଯାଏ, ତେବେ ସେତେବେଳେ ବିଦ୍ୟୁତ ସ୍ରୋତ ବତୀର ଫିଲାମେଣ୍ଟରେ ପ୍ରବାହିତ ହୋଇକରି ବଲ୍ବଟିକୁ ଜଳାଏ। ବୁଝିଲା। ଏଠି କଣ କହୁଛି ନା ଗୋଟିଏ ତାପଦୀପ୍ତ ବତୀରେ କୋଉ ଅଗ୍ର ବ୍ୟାଟେରୀ ଯୁକ୍ତ ବା ବିଯୁକ୍ତ ଅଗ୍ର ସହ ସଂଯୁକ୍ତ ହୋଇଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ବିଦ୍ୟୁତ ସ୍ରୋତ ବିଦ୍ୟୁତ ପରିପଥର ମଧ୍ୟ ଦେଇକରି ଫିଲାମେଣ୍ଟ ପ୍ରବାହିତ ହେବା ପର୍ଯ୍ୟନ୍ତ ବଲ୍ବଟି ଜଳୁଥିବ ହେଲା। ଯୋଉ ପର୍ଯ୍ୟନ୍ତ ଫିଲାମେଣ୍ଟ ପାଖକୁ କରେଣ୍ଟ ସପ୍ଲାଇ ହେଲା ସେତେବେଳେ ପର୍ଯ୍ୟନ୍ତ ବଲ୍ବଟି ଜଳିବ ହେଲା। ଚିତ୍ତାକର୍ଷକ ତଥ୍ୟ ଦେଖ, ବେଳେ ବେଳେ କଣ ହୁଏ ପିଲାମାନେ ନା ତାପଦୀପ୍ତ ବତୀ ସେଲ ସହିତ ସଂଯୁକ୍ତ ହେଲା ପରେ ମଧ୍ୟ ବଲ୍ବଟି ଜଳେ ନାହିଁ। ସେତେବେଳେ ଆମେ କହିଥାଉ ବଲ୍ବଟି ଫ୍ୟୁଜ ହେଇଗଲା, କାରଣ ସେତେବେଳେ ଫିଲାମେଣ୍ଟଟି ଛିଡ଼ା ହୋଇଯାଏ, ଛିଡ଼ି ଯାଇଥାଏ। ଛିଡ଼ା ଫିଲାମେଣ୍ଟ ବ୍ୟତୀତ ବିଦ୍ୟୁତ ପ୍ରବାହକୁ ବନ୍ଦ ମଧ୍ୟ ହୋଇଥାଏ, ତେଣୁ ଆମେ ବିଦ୍ୟୁତ ବଲ୍ବଟି ଜଳୁନି ବୋଲି କହିବା ହେଲା, କାରଣ ଫିଲାମେଣ୍ଟଟି ପୋଡ଼ି ଯାଇଥିବ, ଛିଡ଼ି ଯାଇଥିବ। ନେକ୍ସଟ ଦେଖ ବର୍ତ୍ତମାନ ଗୋଟେ ଏଲଇଡି ବଲ୍ବ ଜଳି ଯାଉଥିବାର ଚେଷ୍ଟା କରିବା। ଆସ ବର୍ତ୍ତମାନ ପରୀକ୍ଷା କରିବା ଏଲଇଡି ବଲ୍ବ ଏଟା ହେଲା। ଦେଖ ଦୁଇଟି ବିଦ୍ୟୁତ ସେଲ ଯେକୌଣସି ରଙ୍ଗର ଗୋଟିଏ ଏଲଇଡି ବଲ୍ବ ହେଲା ଆଉ ଗୋଟେ ଧାରକ ନବ ଏବଂ ଦୁଇଟି ଖଣ୍ଡ ବିଦ୍ୟୁତ ତାର ନବ ହେଲା, ନିଆ ହେଇଛି ଦେଖୁଛ। ଦେଖ ବିଦ୍ୟୁତ ତାର ଖଣ୍ଡର ଉଭୟ ଅଗ୍ରରୁ ପ୍ରାୟ 1 ସେଣ୍ଟିମିଟର ପ୍ଲାଷ୍ଟିକ ଚାଞ୍ଚି ଦେବ ହେଲା, ଯେପରିକି ତାର ଧାତୁ ଅଂଶଟା ଦେଖାଯିବ। ଏମିତି ତାରଟାକୁ ଚାଞ୍ଚି ଯାଇଛି ହେଲା, ଏଇ ଯୋଉ ଉପର କଭରଟାକୁ ଫଳଟାକୁ କାଢା ଯାଇଛି ହେଲା। ତାପରେ ଦେଖ ଦୁଇଟି ତାରକୁ ଚିତ୍ର 3.1 ଭଳି ସେଲ ଧାରକ ସହିତ ସଂଯୁକ୍ତ କର। এটা ସେଲ ଧାରକ, এটা ସେଲ ଧାରକ ସହିତ ସଂଯୁକ୍ତ କରିବ। ତାପରେ କଣ କରିବ ଦୁଇଟି ସେଲକୁ ଧାରକରେ ଯେପରିକି ପ୍ରତ୍ୟେକ ସେଲ ବିଯୁକ୍ତ ଅଗ୍ର ଧାରକର ସ୍ପ୍ରିଙ୍ଗ ସହ ସଂଯୁକ୍ତ ହେବ ହେଲା, ଏଆଡେ ଯେମିତି ସଂଯୁକ୍ତ ହେବ ହେଲା। ତାପରେ ଦେଖ ଏବେ ବ୍ୟାଟେରୀ ବ୍ୟବହାର କରିବ। ଏବେ କଣ କରିବ ବ୍ୟାଟେରୀ ବ୍ୟବହାର କରିବ, ଏଠି ତାର ସଂଯୁକ୍ତ କରାଯାଇଛି ବ୍ୟାଟେରୀ ବ୍ୟବହାର କରା। ଦେଖ ତ କଣ ହେଇଛି ବର୍ତ୍ତମାନ ଦେଖିବ କୋଉଟି ବ୍ୟାଟେରୀର ଯୁକ୍ତ ଅଗ୍ର ସହ କିପରି ସଂଯୁକ୍ତ କରିବ, ସ୍ଥିର କରିବ। ସେଲର ଯୁକ୍ତ ଅଗ୍ର ଧାରକର ଯୋଉ ଅଗ୍ର ସହିତ ସଂଯୁକ୍ତର ହୋଇଥିବ ତାହା ଧାରକର ଯୁକ୍ତ ଅଗ୍ର ହୋଇଥିବ ହେଲା, ଅଗ୍ର ହୋଇଥିବ ଏବଂ କୋଷର ବିଯୁକ୍ତ ଅଗ୍ର ଧାରକର ଯୋଉ ଅଗ୍ର ସହିତ ସଂଯୁକ୍ତ ହୋଇଥିବ ତାହା ବିଯୁକ୍ତ ଅଗ୍ର ହେଲା। ଦେଖ ସେ କହିଛି
କୋଷର ଟୋପି ପଟ୍ଟା ଯୋଉପଟେ ହେଇଥିବ ସେଟା ହେଲା ଯୁକ୍ତ ଅଗ୍ର, ଆଉ ଟୋପି ତଳ ପଟ୍ଟା ଯୋଉପଟେ ଲାଗିଥିବ ସେଟା ହେଲା ବିଯୁକ୍ତ ଅଗ୍ର। ବୁଝିପାରିଲ ହେଲା? ନେକ୍ସଟ ଦେଖ, ତାମାନେ ସେ କହିବାଟା ଯେ ଏପଟଟା ହେଲା ଯୁକ୍ତ ଅଗ୍ର, ଏପଟଟା ହେଲା ବିଯୁକ୍ତ ଅଗ୍ର, ଏଇଭଳିଆ କହିଲେ ହେଲା। ନେକ୍ସଟ ଦେଖ, ଏବେ ବର୍ତ୍ତମାନ ଦେଖିବା ଯେ 5 ନମ୍ବରଟା, ବର୍ତ୍ତମାନ ବ୍ୟାଟେରୀର ଯୁକ୍ତ ଅଗ୍ରରେ ଥିବା ତାରକୁ ଏଲଇଡିର ଲମ୍ବା ତାର ସହିତ ନେବ ହେଲା, ଏବଂ ବିଯୁକ୍ତ ଅଗ୍ରରେ ଥିବା ତାରକୁ ଏଲଇଡିର ଛୋଟ ତାର ସହିତ ସଂଯୁକ୍ତ କର। ବର୍ତ୍ତମାନ ଏଲଇଡି ଜଳୁଛି, ଯୁକ୍ତ ଅଗ୍ରଟା ଯଦି ବଡ଼ ଲମ୍ବା ତାର ସହିତ ଆଉ ବିଯୁକ୍ତ ଅଗ୍ର ଯଦି ଛୋଟ ତାର ସହିତ ଲଗେଇବା ତାମାନେ ଜଳିବ ହେଲା, ଜଳିବ ହେଲା। ତ ଉପରୋକ୍ତ ଏଲଇଡି ସଂଯୋଗର ବିପରୀତ ତାର ଦୁଇଟିକୁ ଅଦଳ ବଦଳ ପୂର୍ବକ ସଂଯୋଗ କରିକି ପୂର୍ବ ଭଳି ଦେଖ, ଏଲଇଡି ଜଳିବ, এটা ଜଳିବ ନାହିଁ। ବିପରୀତ କରିଦେଲେ ଜଳିବ ନାହିଁ, ଚେଞ୍ଜ ଚାନ୍ସ କରିଦେଲେ ଜଳିବନି। ତୁମେ ନିଶ୍ଚୟ ନିରୀକ୍ଷଣ କରୁଥିବ ଯେ ପ୍ରଥମ ଚିତ୍ର 3.10 ଗ ଭଳି ସଂଯୋଗରେ ଏଲଇଡି ବଲ୍ବଟି ଜଳିବ, ଆଉ ଦ୍ୱିତୀୟ ଚିତ୍ର 3.12 ସଂଯୋଗ ଭଳିଆ ଏଲଇଡି ଜଳିବ ନାହିଁ। ଏହାର କାରଣ ହେଲା ଯେ ବିଦ୍ୟୁତ ସ୍ରୋତ କେବଳ ଗୋଟିଏ ଦିଗରୁ ଅନ୍ୟ ଦିଗକୁ ପ୍ରବାହିତ ହୋଇଥାଏ, ମାନେ ଯୁକ୍ତରୁ ବିଯୁକ୍ତ ଆଡ଼କୁ ପ୍ରବାହିତ ହୋଇଥାଏ। ଯେତେବେଳେ ଏଲଇଡିର ଯୁକ୍ତ ଅଗ୍ର ସହିତ ଲମ୍ବା ତାର ବା ବ୍ୟାଟେରୀ ଯୁକ୍ତ ଅଗ୍ର ସହିତ ସଂଯୁକ୍ତ ହେବ, ବା ବିଯୁକ୍ତ ଅଗ୍ରର ଛୋଟ ତାର ବ୍ୟାଟେରୀର ବିଯୁକ୍ତ ଅଗ୍ର ସହିତ ସଂଯୋଗ ହେବ, ସେତେବେଳେ ସେ ଏଲଇଡି ବଲ୍ବଟା ଜଳିବ ଆଉ କରେଣ୍ଟ ମଧ୍ୟ ପ୍ରବାହିତ ହେବ। ବିଦ୍ୟୁତ ସ୍ରୋତ ଏଲଇଡି ବଲ୍ବରେ ପ୍ରବାହିତ ହେଲେ ଏଲଇଡି ବଲ୍ବଟି ଜଳେ। ଏଲଇଡିର ସଠିକ ସଂଯୋଗ ପାଇଁ ସଦାସର୍ବଦା ଯତ୍ନଶୀଳ ହେବା ଉଚିତ। ତାପରେ ଅଧିକ ଟିକେ ଜାଣିବା, ଦେଖ ବେଳେବେଳେ କ'ଣ ହୁଏ ଦେଖାଯାଏ ଯେ କେତେକ ବିଦ୍ୟୁତ ଯନ୍ତ୍ରପାତିରେ କୋଷଗୁଡ଼ିକ ଉପକରଣ ପାର୍ଶ୍ୱରେ ଲଗାଯାଇଥାଏ। ତେବେ ସେଲ୍ର ଅଗ୍ରଗୁଡ଼ିକ କିପରି ସଂଯୋଗ କରାଯାଇଥାଏ? ତୁମେ ଯଦି ବ୍ୟାଟେରୀ କୋଠରୀ ମଧ୍ୟକୁ ଭଲ ଭାବରେ ନିରୀକ୍ଷଣ କରିବ, ଦେଖିବ ଯେ ଗୋଟିଏ ସେଲ୍ର ଯୁକ୍ତ ଅଗ୍ର ଅନ୍ୟ ସେଲ୍ର ବିଯୁକ୍ତ ଅଗ୍ର ସହିତ ଏକ ମୋଟା ଧାତବ ଟୋପି ଦ୍ୱାରା କ'ଣ ହେଇଯାଇଥାଏ ନା ସଂଯୋଗ ହୋଇଥାଏ। ସଠିକ ସଂଯୋଗ ପାଇଁ ତା ଭିତରେ କ'ଣ ହେଇଥାଏ, ଯୁକ୍ତ ଆଉ ବିଯୁକ୍ତ ଲେଖାଯାଇଥାଏ। ତାପରେ ଦେଖିବା ବିଦ୍ୟୁତ ସୁଇଚ୍। ଆସ ଆମେ ଗୋଟେ ସରଳ ସୁଇଚ୍ ମଧ୍ୟ ତିଆରି କରିପାରିବା। କେମିତି କରିବେ ଦେଖ, ଏଭଳିଆ ପିନ୍ କଣ୍ଟା ନେଇକି ଆମେ ସୁଇଚ୍ କରିବା। ଗୋଟେ ସୁଇଚ୍ ଏକ ଟର୍ଚ୍ଚକୁ କିପରି ଜଳାଏ ବା ବନ୍ଦ କରେ ସେ ବିଷୟରେ ବର୍ତ୍ତମାନ ଜାଣିବା। ଦେଖ ଏଠି କ'ଣ ହେଇଛି, ଏଇଟା ଗୋଟେ ଆମେ ଏଇଟା ଯେତେବେଳେ ଏଠି ଲଗେଇବା ତ ଆମେ ଜଳେଇ ପାରିବା। ଏଇଟା ମୁକ୍ତ ହେଲା, ଏଇଟା ହେଲା ମୁକ୍ତ ମୁଦିତ, ଏଇଟା ହେଲା ମୁଦିତ ପରିପଥ, ଏଇଟା ହେଲା ମୁକ୍ତ ପରିପଥ। ବୁଝିପାରିଲ? ଦୁଇଟି ଡ୍ରଇଂ ପିନ୍ ନେଇକରି ଗୋଟେ ସେଫ୍ଟି ପିନ୍ ବା କାଗଜ କ୍ଲିପକୁ ଦୁଇ ଖଣ୍ଡ ତାର ଏବଂ ଖଣ୍ଡେ କାର୍ଡବୋର୍ଡ ସହିତ ଲଗେଇବା ହେଲା। ଦେଖ ଏଠି ଅଫ୍ ଅବସ୍ଥାରେ ପଟା ହେଉଛି ଅଫ୍ ବା ମୁକ୍ତ ଅବସ୍ଥା, ମୁକ୍ତ ଅବସ୍ଥାରେ ଥିଲେ ଅଫ୍ ରହିବ, ଆଉ ଅନ୍ ରହିବ ମୁଦିତ ଅବସ୍ଥା। ଏଟା ହେଲା ମୁକ୍ତ ଅବସ୍ଥା, ମୁକ୍ତ ଅବସ୍ଥା, ଏଟା ରହିବ ମୁଦିତ ଅବସ୍ଥା। ମୁଦିତ ଅବସ୍ଥାରେ ଜଳିବ ହେଲା, ଏଠି ଜଳିବ ଏଠି ଜଳିବ ନାହିଁ ହେଲା, ଏମିତି ଲେଖିବ। ନେକ୍ସଟ ଯିବା, ତାପରେ ଦେଖ ଦେଲା ଦୁଇଟା ଗୋଟେ ଡ୍ରଇଂ ପିନ୍ ସେଫ୍ଟି ପିନ୍ରେ କଣାରେ ଭର୍ତ୍ତି କରିକି ହେଲା କାର୍ଡବୋର୍ଡ ଉପରେ ଲଗେଇବା, ଆଉ ଯେପରି ସେଫ୍ଟି ପିନ୍ ମୁକ୍ତ ଭାବରେ ଘୁରିବ, ଆଉ ଅନ୍ୟ ଡ୍ରଇଂ ପିନ୍ଟିକୁ କାର୍ଡବୋର୍ଡ ଉପରେ ଏପରି ଲଗେଇବା ଯେପରିକି ସେଫ୍ଟି ପିନ୍ଟି ମୁକ୍ତ ଭାବରେ ରହିବ। ଦେଖ ଏଭଳିଆ ଲଗା ହେଇଛି ହେଲା, ଏଟା ଘୁରୁଥିବ ଗୋଟେ ଆଉ ଗୋଟେ ଘୁରିବନି ହେଲା, ସେଫ୍ଟି ପିନ୍ଟା ଘୁରିବ, ଏଟା ହେଲା କି ନା ଏଇଠି ପଡ଼ିବ, ତ ଏଇଭଳିଆ କରିବ ହେଲା। ପରୀକ୍ଷା କରିବା, ପରୀକ୍ଷା କ'ଣ କରିବା ଦେଖ, ଏଇଟାକୁ କୁହାହବ ଆମର ମୁକ୍ତ ପରିପଥ ହେଲା। ତ ଏବେ ଦେଖ, ଏବେ ଚିତ୍ର ଦୁଇଟି ଅଛି, ଏଟା ହେଉଛି ଦେଖ ଖୋଲା ଅଛି ଏଇଠି ଅଛି, ତାମାନେ ଏଇଟା ହେଲା ମୁକ୍ତ ପରିପଥ, ମୁକ୍ତ ପରିପଥ ହେଲା। ଏଇଟା ଏମିତି ସଂଯୋଗ କରିବ, ଦେଖୁଛ ଲାଗିଛି ହେଲା। ତ ଏବେ କ'ଣ ହବ ନା ଜଳିବ ନାହିଁ, ଏଠି କ'ଣ ହବ ବଲ୍ବଟି ଜଳିବ ନାହିଁ, କାରଣ ଏଟା ମୁକ୍ତ ପରିପଥ ଅଛି ହେଲା, ଖୋଲା ଅଛି, ଲାଗିବ। ଏଠି ଯେତେବେଳେ ଲାଗିଲା ହେଲା, ଏଠି ଯେତେବେଳେ ଲାଗିଲା କ'ଣ ହବ, ଏଟା ହେଲା ମୁଦିତ ପରିପଥ, ମୁଦିତ ପରିପଥ। ଏଠି କ'ଣ ହବ ନା ବଲ୍ବଟି ଜଳିବ ହେଲା। ଏହା ହେବାର କାରଣ ହେଲା ଯଦି ଆମେ କନେକ୍ସନଟାକୁ ମଝିରେ ବନ୍ଦ କରିଦେବା, ବ୍ରେକଅପ୍ କରିଦେବା, ତାମାନେ ସିଏ ଆଉ ଜଳିବ ନାହିଁ ହେଲା। ତ ଏଇଟା ହେଉଛି ଅଫ୍, ଏଇଟା ହେଉଛି ଅଫ୍ ସୁଇଚ୍ ଅଫ୍ ମୋଡ୍ଟା ହେଲା, ଏଇଟା ହେଉଛି ଅନ୍ ମୋଡ୍ଟା ହେଲା। ବୁଝିପାରିଲ? ନେକ୍ସଟ ଯିବା ହେଲା। ପରିପଥରେ କୌଣସି ସ୍ଥାନରେ ସୁଇଚ୍କୁ ଲଗାଯାଇ ପାରିବ, ଯେକୌଣସି ସ୍ଥାନରେ ଆମେ ଲଗାଇ ପାରିବା। ସୁଇଚ୍ ଗୋଟିଏ ସରଳ ଯନ୍ତ୍ର ଯାହାଦ୍ୱାରା କି ପରିପଥକୁ ସମ୍ପୂର୍ଣ୍ଣ କରିବା ବା ବିଚ୍ଛିନ୍ନ ମଧ୍ୟ ଆମେ କରିପାରିବା ହେଲା। ଘରେ ବ୍ୟବହାର କରାଯାଉଥିବା ବିଭିନ୍ନ ଯନ୍ତ୍ରପାତିରେ ଏଭଳିଆ ସୁଇଚ୍ ଆମେ ଲଗେଇକି ଆମେ ଅନ୍ ଅଫ୍ କରିପାରିବା ହେଲା। ତାପରେ ଆସିବ ତୁମର ବୈଦ୍ୟୁତିକ ପରିପଥର ଚିତ୍ର ହେଲା। ଚିତ୍ର ବର୍ତ୍ତମାନ ଦେଖିବା ହେଲା, ବୈଦ୍ୟୁତିକ ପରିପଥର କେମିତି ଚିତ୍ର କରାଯାଉଛି ହେଲା। ଦେଖ ତ ଏଇଟା ହେଉଛି ବିଦ୍ୟୁତ ସେଲ୍, ଏମିତି ଥିବ ଗୋଟେ ଥିଲେ ବିଦ୍ୟୁତ ସେଲ୍, ଏଇଟା ଯୁକ୍ତ ଅଗ୍ର ଏଇଟା ବିଯୁକ୍ତ ଅଗ୍ର, ତାପରେ ବ୍ୟାଟେରୀ ଦୁଇଟା ସଂଯୋଗ ହେଇଥିବ ଏମିତିଆର, ତାମାନେ ପ୍ଲସ୍ ମାଇନସ୍, ଏଇଟା ପ୍ଲସ୍ ଏଇଟା ମାଇନସ୍, ଏମିତି ଥିବ ହେଲେ ଏଇଟା ହେଲା ବ୍ୟାଟେରୀ ହେଲା। ନେକ୍ସଟ ଦେଖ ଏଇଟା ହେଲା ବଲ୍ବ, ଏଇଭଳିଆ ବଲ୍ବ ଥିବ, ଏମିତି ବି ଥିଲେ ବଲ୍ବ ହେଲା, ଏମିତି ଥିବ ବୋଲେ ବଲ୍ବ ହେଲା। ତାପରେ ଦେଖ ଏଲଇଡି, ଏଇଟା ଏଲଇଡି ହେଲା, ଏଇଟା ଏନ୍ ଚିହ୍ନ ଥିଲେ ଏଲଇଡି ଚିହ୍ନ ହେଲା। ନେକ୍ସଟ ଦେଖ ସୁଇଚ୍, ଏମିତି ଥିବ ସୁଇଚ୍, ଏଇଟା ହେଲା ମୁଦିତ
ହେଲା ଏଟା ହେଲା ମୁକ୍ତ ହେଲା ଏଟା ହେଲା ଅନ୍ ଏଟା ହେଲା ଅଫ୍ ବୁଝିଲା ନେକ୍ସଟ ଦେଖ ନେକ୍ସଟ এটা তোমার রহিব সুইচ অফ অবস্থা দেখিল তার এটা তার এমনি সিধা গার থিলে তার হ্যাঁ বুঝিলা নেক্সট দেখ বিদ্যুৎ সেল সংকেতরে লম্বা রেখাটি যুক্ত অগ্র এবং ছোট রেখাটি হচ্ছে বিযুক্ত অগ্রକୁ সূচাইଥାଏ তো ମୁଁ କହିଦେଇଛି এলইডি ପାଇଁ ଉଦ୍ଦିଷ୍ଟ ସଂକେତ ଥିବା ତ୍ରିଭୁଜ ସଂକେତଟି ବିଦ୍ୟୁତ ସ୍ରୋତର ପ୍ରବାହ ଦିଗକୁ ସୂଚାଇଥାଏ ହେଲା ତ ଦୁଇଟି ତୀର ଚିହ୍ନ ଏଲଇଡି ଦ୍ୱାରା ଆଲୋକ ରଶ୍ମି ନିର୍ଗତ ହେଉଥିବାର ତମେ ସୂଚନା ଦେଇଥାଏ এটা ଆମର ଆଲୋକ ନିର୍ଗତ ହେଉଥିବାର ସୂଚନା ଦେଇଥାଏ ଦୁଇଟା ତୀର ଚିହ୍ନ ଦେଖ ତ এটা ହଉଛି ଏ ତୀର ଚିହ୍ନ ଯୋଉ ଦୁଇଟା ଅଛି এটা ଆଲୋକ ଦବ ହେଲା ସୂଚନା ଦଉଛି এটা ଏ ଯୋଉ ତୀର ଚିହ୍ନ ଦୁଇଟା ସରି ଏ ଦୁଇଟା ହେଲା ନେକ୍ସଟ ଦେଖ ତାପରେ এটা ହେଲା ଆମର ବିଦ୍ୟୁତ କୋଷ ହେଲା ତାପରେ এটা ହେଲା ଏଲଇଡି ର ଚିତ୍ର ହେଲା ବୁଝିପାରିଲ ପ୍ଲସ ମାଇନସ ଆର ବି ଅଛି ହେଲା ବୈଦ୍ୟୁତିକ ଉପାଦାନକୁ ଉପସ୍ଥାପନ ପାଇଁ ଆମେ ସଂକେତକୁ ସବୁ ବ୍ୟବହାର କରିକି ଚିତ୍ର ଆଙ୍କିଲେ ଆମକୁ ঠিক ଲାଗିବ ସଂକେତ ବ୍ୟବହାର କରି ବୈଦ୍ୟୁତିକ ପରିପଥର ଉପସ୍ଥାପନକୁ ପରିପଥ ଚିତ୍ର ଦ୍ୱାରା ଆମେ ଦର୍ଶାଇଛେ ହେଲା ତାପରେ ଦେଖ ଆସ ପରିପଥ ଚିତ୍ର ଅଙ୍କନ କରିବା এটা ହେଲା ଗୋଟେ ପରିପଥ ଚିତ୍ରର ଅଙ୍କନ ହେଲା এটা ହେଲା ମୁକ୍ତ ପରିପଥ ହେଲା ମୁକ୍ତ ପରିପଥ ହେଲା এটা ହେଲା ମୁଦିତ ପରିପଥ ହେଲା ବୁଝିପାରିଲ ଆ ଦେଖି କରୁଛ ଚିତ୍ରଟି ହେଲା ନେକ୍ସଟ ଦେଖିବ এই ଖାଲି ବଲ୍ବ জ্বলছে ଏଠି ଏଲଇଡି ବଲ୍ବଟା জ্বলছে ହେଲା ତ এটা ଅଫ୍ ଅଛି ଏଠି ଜଳିବନି ଏଠି ଜଳିବ ହେଲା ତାପରେ ଏଠି ଅଧିକ ଜାଣିବା ପାଇଁ ଦେଇଛି ଅନ୍ତର୍ଜାତୀୟ ଇଲେକ୍ଟ୍ରୋକେମିକାଲ ଆୟୋଗ ଆଇଏସି ଆମେରିକା ଜାତୀୟ ଷ୍ଟାଣ୍ଡାର୍ଡ ଅନୁଷ୍ଠାନ ଏଟାକୁ ପଢିଦବ ହେଲା ନେକ୍ସଟ ତମର ଆସିବ ବିଦ୍ୟୁତ ପରିବାହୀ ଓ ବିଦ୍ୟୁତ ରୋଧୀ ବା ଅପରିବାହୀ ପଦାର୍ଥ ବା କୁପରିବାହୀ ପଦାର୍ଥ ସୁପରିବାହୀ ଓ କୁପରିବାହୀ ପଦାର୍ଥ ହେଲା ବୈଦ୍ୟୁତିକ ପରିବାହିତ ପାଇଁ ଆମେ କାହିଁକି ଧାତବ ତାର ବ୍ୟବହାର କରୁ ଆଉ କ'ଣ ଅନ୍ୟ କିଛି ସାମଗ୍ରୀ ବ୍ୟବହାର କରିପାରିବା କି ଧାତବ ତାର କାରଣ ଧାତୁ ହେଉଛି ବିଦ୍ୟୁତର ପରିବାହୀ ଆଉ ଗ୍ରାଫାଇଟ୍ ବ୍ୟବହାର କଲେ ମଧ୍ୟ ହବ ହେଲା ବିଦ୍ୟୁତ ତାର ଗୁଡ଼ିକ କାହିଁକି ପ୍ଲାଷ୍ଟିକ ବା ରବର ଆବରଣ ଦିଆଯାଇଥାଏ କାରଣ ପ୍ଲାଷ୍ଟିକଟା ହେଉଛି ବିଦ୍ୟୁତର କୁପରିବାହୀ ତେଣୁକରି ପ୍ଲାଷ୍ଟିକ ଆବରଣ ଦିଆଯାଇଥାଏ ଏଟା ଜାଣିପାରିବ ହେଲା ଏଟା ଦେଖ ଏଟା ଜଳିବ କି ନାହିଁ ଏଟା ଜଳିବ ଏଠି ଜଳିବ ପରିପଥରେ ଜଳିବ ଏଠି ଜଳିବ ଏଟା ମୁକ୍ତ ପରିପଥ ଏଟା ହେଉଛି ମୁଦିତ ପରିପଥ ହେଲା ଏଟା ମୁଦିତ ତେଣୁକରି ଜଳିବ ହେଲା ଏଟା ମୁକ୍ତ ଜଳିବ ନାହିଁ ମୁକ୍ତ ଜଳିବ ଜଳିବ ନାହିଁ ହେଲା ଏମିତି ଲେଖିବ ବୁଝିପାରୁଛ ହେଲା ଏଭଳି କରିବ ଚିତ୍ର ହେଲା ନେକ୍ସଟ ତାପରେ ଦେଖ ଏଠି କହିଛି ବିଦ୍ୟୁତ ହେଲା ପରିବାହୀ ଓ ବିଦ୍ୟୁତ ରୋଧୀ ବସ୍ତୁ ଚିହ୍ନଟ କରିବାକୁ କହିଛି ହେଲା ଏଠି ଦେଖ ଏଟା ଲେଖିବ ଏମିତି କୋଉଟା ପରିବାହୀ ଆଉ କୋଉଟା ହେଲା ଦେଖ ବସ୍ତୁଟା ତାପରେ ବସ୍ତୁ କୋଉଥିରୁ ମିଳୁଛି ହେଲା ଆଉ ଜଳିବ କି ନାହିଁ ଏଟା ଲେଖିଦବ ହେଲା ଯୋଉଟା ଦେଇକିରି ଆମେ କରେଣ୍ଟ ପ୍ରବାହ ହେଇପାରିବ ଗତି ଜଳୁଛି ହଁ ଲେଖିଲ ମାନେ ଏଟା ପରିବାହୀ ଆଉ ଯୋଉଟା ନା ଲେଖିଲେ ସେଟା କୁପରିବାହୀ ହେଲା ବା ପ୍ରତିରୋଧୀ ହେଲା ଏମିତି ଲେଖିଦବ ଦେଖିପାରୁଛ ନେକ୍ସଟ ଦେଖ ତାପରେ କହିଛି ପର୍ଯ୍ୟବେକ୍ଷଣ କରିକି ଗୋଟାକୁ ସବୁ କୋଉ ବତୀଟା ଜଳୁଛି କୋଉଟା ଜଳୁନି ଗୋଟେ ପରୀକ୍ଷା କରିକି ଲେଖିବାକୁ କହିଛି ହେଲା କରିବ ତାପରେ ଦେଖ ରୂପା ତମ୍ବା ସୁନା ହେଉଛି ବିଦ୍ୟୁତର ହେଲା ଅତି ଉତ୍ତମ ପରିବାହୀ ତେଣୁ କ'ଣ କରିବା ନା କମ ଖର୍ଚ୍ଚ ଦୃଷ୍ଟିରୁ ଯଦି ଅଧିକ ଯୋଗାଣ ନିମନ୍ତେ ଆମେ ମୁଖ୍ୟତଃ କ'ଣ କରୁ ତାର ଗୁଡ଼ିକ ତମ୍ବାରେ ହିଁ ତିଆରି କରୁ କାରଣ କମ ଖର୍ଚ୍ଚରେ ହେଇଯିବ ବୋଲି ହେଲା ତ ଦେଖିଥିବ ବିଦ୍ୟୁତ ତାର ସୁଇଚ ପ୍ଲଗ ସଂଯୋଜକକାରୀ କଣା ଥିବା ପ୍ଲଗ ଗୁଡ଼ା ସବୁ ଯେ ଆମେ ବିଦ୍ୟୁତ ପ୍ରତିରୋଧୀରେ ହିଁ ତିଆରି କରିଥାଉ କାରଣ ওটা বিদ্যুৎ ଦେଇକିରି ଯିବ ବିଦ୍ୟୁତ କରେଣ୍ଟ ପ୍ରବାହିତ ହେଇପାରିବନି ଆଉ ଆମକୁ କରେଣ୍ଟ ମାରିବ ନାହିଁ ତେଣୁକରି ଆମେ ଆକୁ ଆବରଣ ରୂପେ ବ୍ୟବହାର କରିଥାଉ ହେଲା ସତର୍କତା ଆମ ଶରୀର ବିଦ୍ୟୁତର ପରିବାହୀ ଅଟେ ଆମ ଶରୀରରେ ମଧ୍ୟ ବିଦ୍ୟୁତ ପ୍ରବାହିତ ହେଲେ ଆମକୁ ସକ୍ ଲାଗିଲେ ଆମକୁ ବହୁତ କ୍ଷତି ହେବ ଏପରିକି ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ଅଛି ସର୍ବଦା ଆମେ କ'ଣ କରିବା ଘରୋଇ ଉପକରଣ ଗୁଡ଼ିକ ଯନ୍ତ୍ରର ବ୍ୟବହାର କରିବା ସମୟରେ ଆମେ ଓଦା ସୁଇଚ ଓଦା ହାତରେ ଛୁଇଁବା ନାହିଁ ପ୍ଲଗକୁ ହେଲା କିମ୍ବା କାମ କରିବା ନାହିଁ ଆଉ ଖାଲି ହାତରେ ବି କାମ କରିବାନି ଆମେ କ'ଣ କରିବା ଆମର ରବରର হ্যান্ড গ্লোভ পিঁধিবা না যদি চপল জোতা ব্যবহার করিবা নহলে অক্ষা ব্যবহার করিকি আমি ହେଲା ଅଧିକ ଜାଣିବା ପାଇଁ ଦେଇଛି ବିଦ୍ୟୁତ କୋଷ ବା ବ୍ୟାଟେରୀ ଆସୁଥିବା ବିଦ୍ୟୁତ ହେଲା ଆଉ କାନ୍ଥରେ ଲାଗିଥିବା ପ୍ଲଗ ସକେଟରୁ ଆସୁଥିବା ବିଦ୍ୟୁତ ମଧ୍ୟରେ ପାର୍ଥକ୍ୟ ବିଷୟରେ ତୁମେମାନେ କିପରି ଚିନ୍ତା କରୁଛ ଲେଖିବ ହେଲା ସାଧାରଣତଃ ବ୍ୟାଟେରୀରୁ ଆସୁଥିବା ବିଦ୍ୟୁତ କ୍ଷୁଦ୍ର ଯନ୍ତ୍ରପାତିକୁ କାର୍ଯ୍ୟକ୍ଷମ କରାଇବ ଏବଂ ଏହା ସିଧାସଳଖ ଡିସି ପ୍ରକାରର ହୋଇଥାଏ ଆଉ ଅଲଗା ଯାହା ଯୋଉ ଆମର ଅଛି ବିଦ୍ୟୁତ ପରିପଥରେ ବ୍ୟବହାର ହେଉଛି ଏସି କରେଣ୍ଟ ବ୍ୟବହାର ହେଉଛି ହେଲା ଯୋଉ ଆମର टॉर्च बैटरी टॉर्च जो सेल सेटा सब डीसी करेंट गोटा सब एसी करेंट आम जो घर को आसी करेंट से एसी करेंट है संक्षेप यहाँ संक्षेप यहाँ पढ़ीदेव कौन कौन आम आज शिखिले ये भल्रे पढ़ीदेव है नेक्स्ट भल्रे पढ़ीदेव पढ़ीदेला आप नेक्स्ट क्लास में आर क्वेश्चन आंसर गुड कर आशा करुँच भिडियोटी आप बहुत भल लगी भल लगे अधिक मात्रा लाइक शेयर करने अनुरोध रोचे जय जगन्नाथ।